ମୁଁ ଡକ୍ଟର କୃଷ୍ଣଚନ୍ଦ୍ର ଆଇଚ୍ ଢେଙ୍କାନାଳ କଲଚରାଲ ଆସୋସିଏସନର ଆଡଭାଇଜର ଏବଂ ଏଠି ଆମେ ଯେଉଁ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆରମ୍ଭ କରିଛୁ ବିଶେଷ କରି ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସହଭାଗିତାରେ ତାର ଆଜି କାର୍ଯ୍ୟକ୍ରମ ଚାଲିଛି ଏବଂ ବହୁ ପେସେଣ୍ଟ ବହୁତ ପ୍ରକାରର ଯେଉଁମାନଙ୍କର ଯେଉଁମାନେ ଏଇ ପ୍ରକାରର ଏକ ନୂଆ ଚିନ୍ତନ ସହିତ ସମ୍ପର୍କିତ ନୁହନ୍ତି ସେମାନେ ସମସ୍ତେ ଆସିଛନ୍ତି ଏବଂ ତାର ଗୋଟେ ଅନୁଭୂତି ଆମେ ନେଉଛୁ ଆଜି। ମୋର ବୟସ 74 ବର୍ଷ ପରେ ପାଖାପାଖି 75 ବର୍ଷ ଏ ସମୟରେ ମୁଁ ଭାବୁଥିଲି ମୁଁ ଆସିଥିଲି ଜଷ୍ଟ ଅର୍ଗାନାଇଜେସନ ଦୃଷ୍ଟିକୋଣରୁ କିନ୍ତୁ ମୁଁ ଭାବିଲି ମୁଁ ଟିକେ ଟିକେ ମୋତେ ଲାଗୁଛି ଟିକେ ଦେଖିବା ଏକ୍ସପେରିମେଣ୍ଟ କରିବା ଯେତେବେଳେ ଆମର ଏଇ ଡକ୍ଟର ସାହିବାଙ୍କ ପାଖରେ ଆଲୋଚନା ହେଲା ତାଙ୍କଠୁ ଯଦି କିଛି କିଛି ଆମେ ନେଲୁ ତାର ଥିଓରିଟିକାଲ ପାର୍ଟ ଅଫ୍ ଦି ଅର୍ଗାନାଇଜେସନ ତାଙ୍କର ଟ୍ରିଟମେଣ୍ଟ ସେଥିରେ ମୁଁ ଟିକେ ଠିକଣା ଭାବରେ ଜାଣିନଥିଲି ମୁଁ 10-15% ବୁଝିପାରିଥିଲି ଏଥିରୁ କିନ୍ତୁ ଏବେ ମୁଁ ଭାବିଲି ବୋଧେ ନିଜକୁ ସେଥିରେ ସାମିଲ କରିବା କାରଣ ଏତେ ବୟସରେ ତାଙ୍କର କ'ଣ ଟ୍ରିଟମେଣ୍ଟ ମୋ ପାଇଁ ହେବ କି ପ୍ରକାରର ହେବ ମୁଁ ନିଜେ ଗୋଟେ ଏକ୍ସପେରିମେଣ୍ଟ ନେବି ଏବଂ ଅନ୍ୟମାନଙ୍କୁ ମଧ୍ୟ ସେଥିରେ ସେୟାର କରିବି ଏଇଟା ଥିଲା ମୋର ଉଦ୍ଦେଶ୍ୟ ଏବଂ କରୁ କରୁ ମୁଁ ନିଜେ ଭାବିଲି ଏବେ ଯେତେବେଳେ ମୋର ସରିଲା ଟ୍ରିଟମେଣ୍ଟ ମୁଁ ନିଜକୁ ନିଜେ ବିଶ୍ୱାସ କରିପାରିଲିନି ଯେ ଇଏ ଗୋଟେ ଟ୍ରିଟମେଣ୍ଟ ନୂଆକିରି ଏଇଟା ଏଲୋପାଥି ନୁହେଁ ହୋମିଓପାଥି ନୁହେଁ ଆୟୁର୍ବେଦିକ ନୁହେଁ ୟୁନାନୀ ନୁହେଁ କି ଅନ୍ୟ କୌଣସି ଅର୍ଗାନ ଇଏ ଗୋଟେ ଅଷ୍ଟିଓପାଥି ସେ ନୂଆ ଧାରଣା ନିଆଯାଇଛି ନୂଆ ଚିକିତ୍ସା ପଦ୍ଧତି ଯେଉଁ ଚିକିତ୍ସା ପଦ୍ଧତି ବର୍ତ୍ତମାନ ସାଧାରଣ ଭାବରେ ସମସ୍ତେ ଏଥିରେ ଉପକୃତ ହେବେ ଏବଂ କୌଣସି ପ୍ରକାର ହସ୍ପିଟାଲର ଟ୍ରିଟମେଣ୍ଟ ନାହିଁ ମେଡିସିନ ନାହିଁ କେବଳ ଟଚ୍ ଥେରାପିରେ ସେମାନେ କରୁଛନ୍ତି ବହୁତ ନୂଆ ପ୍ରକାରର ଏକ୍ସପେରିମେଣ୍ଟ ଏପରିକି ଯୋଗିକର କିଛି ଅଂଶ ଆସୁଛି କିନ୍ତୁ ନୁହଁ ଯୋଗ ବି ନୁହେଁ କିନ୍ତୁ ତା ସତ୍ତ୍ୱେ ଅଷ୍ଟିଓପାଥି ଗୋଟିଏ ନୂଆ ଧରଣର ଗୋଟେ ଟ୍ରିଟମେଣ୍ଟ ମୁଁ ନିଜେ ତ ନିଶ୍ଚିତ ଭାବରେ ଉପକୃତ ହେଲେ ଭଳିଆ ମୋତେ ଲାଗୁଛି କାରଣ ଆଜି ପ୍ରଥମରୁ ଉପକୃତ ହେଲିଣି ମୁଁ ତଥାପି ମୁଁ ଆଜି ବହୁତ ରିଲାକ୍ସ ଫିଲ୍ କରୁଛି ଆଇ ଡୋଣ୍ଟ ନୋ ଇନ୍ ଫ୍ୟୁଚର ମୋତେ ଲାଗୁଛି ମୋତେ ସେ ଯିଏ ଆମର ତ୍ରିଷା ମ୍ୟାଡ଼ାମ୍ ଯିଏ ଡାକ୍ତର ଯିଏ ଟ୍ରିଟ୍ କରୁଥିଲେ ସିଏ ବର୍ତ୍ତମାନ କହୁଥିଲେ ଯେ ଆପଣ 7 ଦିନ 8 ଦିନ ଗଲା ପରେ ଆପଣ କ'ଣ ଫିଲ୍ କରୁଛନ୍ତି ମୋତେ ଗୋଟେ ଫିଡ଼ବ୍ୟାକ୍ ଦେଇପାରିବେ ଗଲେ ତାଙ୍କର ସେ ଟେଲିଫୋନ୍ ନମ୍ବର ନେଇଛି ଏବଂ ଧରିବି ଏବଂ ସର୍ବମୋଟ ଆମର ଏ ଅନୁଷ୍ଠାନକୁ ଯେତେଭଳି ଭାବରେ ଆମର ଯେଉଁ ଡାକ୍ତରାଣୀ ଅଛନ୍ତି ସିଲ୍କା ମ୍ୟାଡ଼ାମ୍ ଡକ୍ଟର ସିଲ୍କା ଯିଏକି ଆମ ଢେଙ୍କାନାଳ ଜିଲ୍ଲାର ଝିଅ ଏବଂ ବହୁତ ଆମେ ସୌଭାଗ୍ୟ ଆମର ଯେ ଆମ ଅଞ୍ଚଳର ଗୋଟିଏ ଝିଅ ସେ ଏତେ ବଡ଼ ଗୋଟେ କାର୍ଯ୍ୟକ୍ରମକୁ ପରିଚାଳନା କରିପାରୁଛନ୍ତି ଏବଂ ତାଙ୍କର ଏଇ ବିଷୟରେ ବହୁତ ଧାରଣା ବି ଭଲ ସ୍ପଷ୍ଟ ଧାରଣା ଏବଂ ସ୍ପଷ୍ଟ ଜ୍ଞାନ ଏବଂ ଅନ୍ୟକୁ ବିତରଣ କରିବାରେ ସେ ବୋଧେ ଦ୍ୱିଧା ଫିଲ୍ କରିପାରୁନାହାନ୍ତି ଏବଂ ସେ ଚାହୁଁଛନ୍ତି ୟାକୁ ଆହୁରି ଅଧିକ ଭାବରେ ୟାକୁ କେମିତି ସମ୍ପ୍ରସାରିତ କରାଯିବ ଏବଂ ମୁଁ ବି ଚେଷ୍ଟା କରୁଛି ଆମେ ବ୍ୟକ୍ତିଗତ ଭାବରେ ଅନୁଷ୍ଠାନ ତରଫରୁ ମଧ୍ୟ ଆମେ ଚେଷ୍ଟା କରିବାକୁ ବହୁ ସାଧାରଣ ଲୋକ ଯେଉଁମାନଙ୍କର ଦୁରାରୋଗ୍ୟ ଅଛି ସେମାନଙ୍କ ପାଖରେ ମଧ୍ୟ ଏଟାକୁ ପହଞ୍ଚାଇବାକୁ ପଡ଼ିବ ସରଳ ସହଜ ଏବଂ ନିଃଶୁଳ୍କ ଭାବରେ କାର୍ଯ୍ୟକ୍ରମ ହେଇପାରିବ ବୟସାଥିକ ଆମେ ହେଲେ ବି ମୁଁ ତ ନିଜକୁ ଫିଲ୍ କରିନି ମୋତେ ଲୋକ ନ ପଚାରିଲେ ମୋ ବୟସ କହେ ନା କାରଣ ମୁଁ ଜାଣିଛି ଯେ ମୁଁ ବହୁତ ଫିଟ୍ କିନ୍ତୁ ସକାଳ ରାତି ପର୍ଯ୍ୟନ୍ତ ମୁଁ କାମ କରେ ତମେ ବି ମଧ୍ୟ ଜାଣିଛ କିନ୍ତୁ ତା ସତ୍ତ୍ୱେ ମୁଁ ଟିକେ ଭାବୁଥିଲି ମୋର ଦୁଇଟାଙ୍କ ସୋଲ୍ଡରରେ ଟିକେ ପ୍ରୋବ୍ଲେମ୍ ଥିଲା ଆଉ ପେଟରେ ଟିକେ କଷ୍ଟ ଲାଗୁଥିଲା ଟିକେ ଲାଗୁଥିଲା ମୁଁ ସେ କହିଲା ପରେ ମୁଁ ଜାଣିଲି ଯେ ହଁ ଏଇ କଷ୍ଟ ଗୁଡ଼ା ଅଛି ଏବଂ ଧୀରେ ଧୀରେ ମୋତେ ଲାଗିଲା ଏ ସରିଲା ପରେ ଯେଉଁ ଘଣ୍ଟାଏ ମିନିମମ୍ 1 ଆୱାର ବୋଧେ ମୋର ଟ୍ରିଟମେଣ୍ଟ ହେଲା ସେ କଲେ କିନ୍ତୁ ଘଣ୍ଟାକ ପରେ ମୋତେ ସବୁଗୁଡ଼ା ବର୍ତ୍ତମାନ ରିଲାକ୍ସ ମୋତେ ଲାଗୁଛି I am happy with the doctors, the groups, and the organization and the organizers. डॉक्टर सिल्कांको विशेष करी बहुत बहुत धन्यवाद दवा कथा ये अनुष्ठान तरफरु एवं से आम झील सी केमी आहरी भल करूँ एवं आमर जिलार ना रखु आम बहुत खुशी हबू।